ପିଲାମାନେ ତୁମମାନଙ୍କୁ ସ୍ୱାଗତ ଏ ସଂସ୍କୃତ ଶିକ୍ଷାୟତନର ପ୍ରକୋଷ୍ଠ ମଧ୍ୟକୁ। ଆଜି ଆମେ ସଂସ୍କୃତ ବଲ୍ଲରୀ ନବମ ଶ୍ରେଣୀ ଗଦ୍ୟ ବିଭାଗ ସମୟାନୁବର୍ତ୍ତିତାର ତୃତୀୟ ଭାଗ ଅଧ୍ୟୟନ କରିବା। ଏହାର ପୂର୍ବରୁ ଆମେ ଦୁଇଟି ଭାଗ ପଢ଼ି ସାରିଥିଲେ। ମାଧବ କିପରି ବିଦ୍ୟାଳୟକୁ ଯିବା ପାଇଁ ପ୍ରସ୍ତୁତ ହେଉ ହେଉ ପ୍ରଥମ ଦିନଟି ତାର ବିଳମ୍ବରେ ହେଇଗଲା। ଶିକ୍ଷକ ସେଥିରେ ଅସନ୍ତୁଷ୍ଟ ହେଲେ। ଦ୍ୱିତୀୟ ଦିନ ମଧ୍ୟ ମାଧବ 10 ମିନିଟ୍ ବିଳମ୍ବରେ ଯାଇ ପହଞ୍ଚିଲା। ଶିକ୍ଷକ ସେଦିନ ବି ତାକୁ ତା ଆଗରେ ଦୁଃଖ ପ୍ରକାଶ କଲେ ଯେ ସେ ଠିକ୍ ସମୟରେ ଆସିନାହିଁ ବୋଲି। ମାଧବ ବାରମ୍ବାର ଲଜ୍ଜିତ ହୋଇ ତୃତୀୟ ଦିନ 15 ମିନିଟ୍ ଆଗୁଆ ଯାଇ ପହଞ୍ଚିଲା, କିନ୍ତୁ ଶିକ୍ଷକ ସେଥିରେ ବି ସନ୍ତୁଷ୍ଟ ନଥିଲେ। ତାପରେ କଣ ହେଲା ଦେଖିବା। ଏତ ଶ୍ରୁତ୍ୱା ଶ୍ରୁଯୁକ୍ତ ତ୍ୱା, ଏହା ଶୁଣି ଶ୍ରୁଯୁକ୍ତ ତ୍ୱା ଲଜ୍ଜିତଃ ମାଧବଃ, ଲଜ୍ଜିତ ହୋଇ ମାଧବ ଶିକ୍ଷକସ୍ୟ ସମୀପେ, ସମୀପ ଯୋଗରେ ଶିକ୍ଷକସ୍ୟ ହେଲା ଷଷ୍ଠୀ ବ୍ୟକ୍ତି, କ୍ଷମା ଯାଚନା କୃତବାନ୍, କ୍ଷମା ଯାଚନା କଲା। କାରଣ ଶିକ୍ଷକ କହିଲେ ଯେ ତୁମେ ଆଗୁଆ ଆସି କଣ କଲ, ଏଇ ଫାଟକ ଆଗରେ ହିଁ ଛିଡ଼ା ହେଇ ରହିଲ, ବରଂ ସେଇ ସମୟରେ ତୁମେ ନିଜ ପ୍ରକୋଷ୍ଠ ମଧ୍ୟରେ କିଛି ଅଧ୍ୟୟନ କରିପାରିଥାନ୍ତ। ଏକଥା ଶୁଣିବା ପରେ ମାଧବ ନିଜର ଭୁଲ ପାଇଁ କ୍ଷମା ପ୍ରାର୍ଥନା କଲା ଏବଂ ଲଜ୍ଜିତ ମଧ୍ୟ ହେଲା। ସମୟସ୍ୟ ମୂଲ୍ୟମ୍ ଚ ଜ୍ଞାତବାନ୍, ଚ କହିଲେ ଓ, ସମୟସ୍ୟ ମୂଲ୍ୟମ୍ ସମୟର ମୂଲ୍ୟକୁ ମଧ୍ୟ ଜ୍ଞାତବାନ୍ ଜାଣିଲା, ଜ୍ଞା ଯୁକ୍ତ ତବତୁ। ଅସ୍ମିନ୍ କାଳେ, ଅନ୍ୟସ୍ମିନ୍ କାଳେ ଅନ୍ୟ ସମୟରେ, ସର୍ବଦା ଅର୍ଥାତ୍ ସବୁବେଳେ, ସମୟସ୍ୟ ପରିପାଳନମ୍ ସମୟକୁ ଠିକ୍ ଭାବରେ ପରିପାଳନ କରିବା ବା ବ୍ୟବହାର କରିବା, ତସ୍ୟ ମହାନ୍ ଗୁଣଃ ଅଭବତ୍ ତାହାର ଏକ ମହାନ୍ ଗୁଣ ହୋଇଗଲା। ହେଲା, ଶିକ୍ଷକଙ୍କ ଦ୍ୱାରା ସେ କଣ ହେଲା, ପରିବର୍ତ୍ତନ ମଧ୍ୟ ହେଇଗଲା। ଗଚ୍ଛତା କାଳେନ ଅତିବାହିତ ହେଉଥିବା କାଳ ମଧ୍ୟରେ ଶାସ୍ତ୍ରାଧ୍ୟୟନମ୍ କୃତ୍ୱା, ଶାସ୍ତ୍ର ଯୁକ୍ତ ଅଧ୍ୟୟନମ୍, ଶାସ୍ତ୍ରାଧ୍ୟୟନମ୍ ଶାସ୍ତ୍ର ପ୍ରଭୃତିକୁ ଅଧ୍ୟୟନ କରି, କୃତ୍ୱା କୃଯୁକ୍ତ ତ୍ୱା, ସହ ଏଠି ସନ୍ଧି ବିଚ୍ଛେଦ କରିଦେବ, ସହ ଅବଗତବାନ୍ ଅର୍ଥାତ୍ ଜାଣିଲା। ହେଲା, ଅବ ଯୁକ୍ତ ଗମ୍ ଯୁକ୍ତ ତବତୁ, ଅବଗତବାନ୍ ଜାଣିଲା। ଯତ୍, ଯତ୍ କହିଲେ ଯେ, ଅସ୍ମାକମ୍ ଭାରତ ବର୍ଷେ ଆମର ଏଇ ଭାରତ ବର୍ଷରେ, ଯତ୍ ପଞ୍ଚାଙ୍ଗମ୍ ପ୍ରଚଳତି, ପଞ୍ଚାଙ୍ଗମ୍ ପାଞ୍ଜି, ହେଲା ଯୋଉ ପାଞ୍ଜି ପ୍ରଚଳିତ ହଉଛି, ତତ୍ ସର୍ବମ୍ ତାହା ସମସ୍ତ ଭାରତୀୟ ସମୟ ଗଣନାନୁସାରେଣ ଭବତି। ହେଲା, ଭାରତୀୟ ସମୟ ଗଣନାନୁସାରେଣ ଭବତି, ଭାରତୀୟ ମାନଙ୍କର ଯୋଉ ସମୟ ଗଣନା ଅନୁସାରେ ହିଁ ହେଉଛି, ଯୋଉ ପଞ୍ଚାଙ୍ଗ ବା ପାଞ୍ଜି ଯୋଉ ପ୍ରଚଳିତ ହଉଛି। କଦା ସୂର୍ଯ୍ୟ ପରାଗଃ, କେତେବେଳେ ସୂର୍ଯ୍ୟ ପରାଗ ହେଉଛି। ହେଲା, ଚନ୍ଦ୍ରଗ୍ରହଣମ୍ ଚନ୍ଦ୍ରଗ୍ରହଣ ହଉଛି, ଅଥବା ଯଥା ନିର୍ଦ୍ଦିଷ୍ଟମ୍, ହେଲା ନିର୍ଦ୍ଦିଷ୍ଟ ସମୟ ଅନୁସାରେ, ତଦନୁସାରମେବ, ତତ୍ ଯୁକ୍ତ ଅନୁସାରମେବ ଭବତି। ହେଲା, ଯାହା ବି ହଉଛି, ସୂର୍ଯ୍ୟ ପରାଗ ହଉ, ଚନ୍ଦ୍ରଗ୍ରହଣ ହଉ, କି ଯାହା ବି ଆମର ସବୁ ହଉଛି, ସେଗୁଡିକ ନିର୍ଦ୍ଦିଷ୍ଟ ସମୟ ଅନୁସାରେ ହିଁ ପାଞ୍ଜି, ତତ୍ ଅନୁସାରମେବ ଭବତି, ପଞ୍ଜିକା ଅନୁସାରେ ହିଁ ହଉଛି, ଯୋଉଟା କି ଭାରତୀୟ ମାନଙ୍କର ସମୟ ଅନୁସାରେ। କଦାଚିତ୍ କ୍ଷଣମ୍ ଅପି, କଦାଚିତ୍ କେବେ ବି, କ୍ଷଣମ୍ ଅପି, କ୍ଷଣମ୍ ଯୁକ୍ତ ଅପି କ୍ଷଣମ୍ କିଛି କ୍ଷଣ ବି, ବିଳମ୍ବ ନ ଭବତି ବିଳମ୍ବ ସେଥିରେ ହେଉନାହିଁ। ହେଲା, ପଞ୍ଜିକା ଅନୁସାରେ ଏପରି ଆମର ସମୟ ଗଣନା ହଉଛି ଯେ କେବେ ବି ତାହାର ବ୍ୟତିକ୍ରମ ହେଉନାହିଁ। ଓଡ଼ିଶା ରାଜ୍ୟରେ, ଆମର ଏଇ ଓଡ଼ିଶା ରାଜ୍ୟରେ, ସ୍ଥାନାଧିକରଣ ସପ୍ତମୀ, ସାମନ୍ତ ଚନ୍ଦ୍ରଶେଖରସ୍ୟ ଗଣନାନୁସାରମ୍, ସାମନ୍ତ ଚନ୍ଦ୍ରଶେଖରଙ୍କର ଗଣନା ଅନୁସାରେ ପଞ୍ଚାଙ୍ଗମ୍ ପ୍ରଚଳତି, ହେଲା ପଞ୍ଜିକା ପ୍ରଚଳିତ ହେଉଛି। ଭାରତୀୟାନାମ୍ ସମୟଜ୍ଞାନମ୍ ନାସ୍ତି, ଭାରତୀୟାନାମ୍ ଅର୍ଥାତ୍ ଭାରତୀୟ ମାନଙ୍କର ସମୟ ଜ୍ଞାନମ୍ ନାସ୍ତି ସମୟ ଜ୍ଞାନ ନାହିଁ, ନ ଯୁକ୍ତ ଅସ୍ତି, ଇତି, ଇତି କହିଲେ ଏହା, କେଚନ ମୂଢ଼ାଃ
କେତେକ ମୂର୍ଖ ମାନେ ଇଣ୍ଡିଆନ୍ ଟାଇମ୍ ଇତି ଉକ୍ତ୍ୱା, କେତେ ଜଣ ମୂର୍ଖ ଅଛନ୍ତି ଯୋଉମାନେ କହନ୍ତି ଭାରତୀୟ ସମୟକୁ କହିବେ ଇଣ୍ଡିଆନ୍ ଟାଇମ୍ ହେଲା। ଇତି ଉକ୍ତ୍ୱା ଯତ୍ ଆତ୍ମପ୍ରବଞ୍ଚନମ୍ କୁର୍ବନ୍ତି, ଏହା କହି ଉକ୍ତ କହିଲେ କହି ଯେଉଁ ଆତ୍ମପ୍ରବଞ୍ଚନ କରନ୍ତି, ଯେଉଁ ନିଜକୁ ଠକିବା କଥା ସେମାନେ କୁହନ୍ତି, ତତ୍ ନୁଚିତମ୍, ତାହା ଠିକ୍ ନୁହେଁ। କାରଣ ଭାରତୀୟ ପଞ୍ଜିକା ଅନୁସାରେ ହିଁ, ଭାରତୀୟର ସମୟ ଅନୁସାରେ ହିଁ ଯୋଉ ପଞ୍ଜିକା ପ୍ରଚଳିତ ହେଉଛି ତାହା ପୁରାପୁରି ଠିକ୍। କେତେବେଳେ ସୂର୍ଯ୍ୟ ପରାଗ, ଚନ୍ଦ୍ରଗ୍ରହଣ, ଅମାବାସ୍ୟା, ସଂକ୍ରାନ୍ତି ପ୍ରଭୃତି ସବୁ ସେଇଥିରୁ ହିଁ ଗଣନା କରାଯାଉଛି, ତାହା କେବେ ବି ତ ଭୁଲ ହେଉନାହିଁ। ତେଣୁ ଯୋଉ କେତେ ଜଣ କୁହନ୍ତି ଯେ ଇଣ୍ଡିଆନ୍ ଟାଇମ୍ ବୋଲି କହି ଭାରତୀୟମାନଙ୍କୁ ପ୍ରବଞ୍ଚନା କରନ୍ତି, ଠକନ୍ତି, ସେଇଟା ଠିକ୍ ନୁହଁ। ନୋଚିତମ୍ ନ ଯୁକ୍ତ ଉଚିତମ୍, ସମୟାନୁବର୍ତ୍ତିତା ମାନବସ୍ୟ ମହାନ ଗୁଣ। ତେଣୁ ସମୟାନୁବର୍ତ୍ତିତା ହେଉଛି କ'ଣ? ମଣିଷର ଗୋଟେ ଭଲ ଗୁଣ ହେଲା ପିଲାମାନେ। ତେଣୁ ସମୟକୁ ଅନୁସରଣ କରିବା ବା ସମୟ ଅନୁସାରେ ଆମେ କ'ଣ ନିଜକୁ ତୟାର କରିବା, ନିଜକୁ ପ୍ରିପେୟାର କରିବା ସବୁବେଳେ ଉଚିତ ହେଲା। ସମୟକୁ ତମେ ଠିକ୍ ଭାବରେ ବ୍ୟବହାର କଲେ ସମୟ ବି ତୁମକୁ ଉଚିତ ମୂଲ୍ୟ ଦବ। ଏଇଆ ଆମେ ଆଧିରୁ ଶିଖିଲେ ନାହିଁ। ଏବେ ଆମେ ଅଭ୍ୟାସ କରିନେବା କିଛିଟା, ବୁଝିଲା। ନିଜ ଭାଷୟା ବାକ୍ୟ ଦ୍ୱୟେନ ବାକ୍ୟ ତ୍ରୟେଣ ବା ଉତ୍ତରମ୍ ଲିଖତ, ନିଜ ଭାଷାରେ ଉତ୍ତର ଦିଅ 2ଟି କିମ୍ବା 3ଟି ବାକ୍ୟରେ। ମାଧବଃ ପ୍ରଥମ ଦିବସେ ଯଦା କକ୍ଷା ସମୀପମ୍ ଅଗଛତ୍ ତଦା କିମ୍ ଅପଶ୍ୟତ୍, ମାଧବ ଯେତେବେଳେ ପ୍ରଥମ ଦିନ ତାକୁ ପୂର୍ବ ରାତ୍ରିରୁ ସୂଚନା ଦିଆଯାଇଥିଲା ଯେ 9ଟାରେ କ୍ଲାସ୍ ଆରମ୍ଭ, କକ୍ଷା ଆରମ୍ଭ। କିନ୍ତୁ ମାଧବ ଯେତେବେଳେ ନିଜ ପ୍ରକୋଷ୍ଠ ମଧ୍ୟରେ ସଜ ହଉଥିଲା ବା ବାହାରୁଥିଲା, ସେତେବେଳେ ହିଁ 9ଟା ବାଜି ଯାଇଥିଲା। ତାପରେ ସେ ଧୀରେ ଧୀରେ ଯାଇ କକ୍ଷା ନିକଟରେ ପହଞ୍ଚିଲା ବେଳକୁ ପାଠ ଆରମ୍ଭ ହୋଇସାରିଲାଣି ହେଲା। ସମସ୍ତ ପିଲା ଏବଂ ଶିକ୍ଷକ ତା ଭିତରେ ଥାଇ ପାଠ ପଢା ଆରମ୍ଭ ହୋଇ ସାରିଥିଲା। ଏହା ମାଧବ ଦେଖିଲା, ବୁଝିଲା। ଖ ଦ୍ୱିତୀୟ ଦିବସେ ଶିକ୍ଷକ ମାଧବମ୍ କିମ୍ ଅବଦତ୍, ପ୍ରଥମ ଦିବସରେ ମାଧବ ବିଳମ୍ବରେ ଯାଇଥିବା ହେତୁରୁ ଶିକ୍ଷକ ଦୁଃଖ ପ୍ରକାଶ କରିଥିଲେ, କିନ୍ତୁ ତାକୁ ଶ୍ରେଣୀରେ ବସିବା ପାଇଁ ଦେଇଥିଲେ। ତେଣୁ ଦ୍ୱିତୀୟ ଦିବସରେ ମାଧବ ବହୁତ ଚେଷ୍ଟା କରି ଶୀଘ୍ର ଯିବା ପାଇଁ ଚେଷ୍ଟା କରିଥିଲା, ମାତ୍ର 10 ମିନିଟ୍ ବିଳମ୍ବ ହୋଇଯାଇଥିଲା ହେଲା। ତେଣୁ ଶିକ୍ଷକ ତାକୁ କହିଲେ ଯେ ହେ ଛାତ୍ର, ତୁମର ସମୟ ଜ୍ଞାନ ନାହିଁ, ବୁଝିଲା। ତୃତୀୟ ଦିବସେ ମାଧବ ବିଦ୍ୟାଳୟଂ ଗତ୍ୱା କିମ୍ ଅପଶ୍ୟତ୍, ତୃତୀୟ ଦିବସରେ ମାଧବ ବାରମ୍ବାର ଛାତ୍ରମାନଙ୍କ ଦ୍ୱାରା ଅପମାନିତ ହୋଇଥିବା ହେତୁରୁ ତୃତୀୟ ଦିବସରେ ବିଶେଷ ପ୍ରୟାସ କରି 15 ମିନିଟ୍ ଆଗରୁ ଯାଇ ବିଦ୍ୟାଳୟ ଆଗରେ ରହିଲା। କିନ୍ତୁ ସେତେବେଳକୁ କେହି ଆସିନଥିଲେ। ଠିକ୍ 9ଟା ବାଜିବାକୁ 5 ମିନିଟ୍ ଥିଲା। ବିଦ୍ୟାଳୟର ସେବକ ଆସି ମୁଖ୍ୟ ଫାଟକ ଖୋଲିଲେ। ଏହାପରେ କ୍ରମାନୁସାରେ 5 ମିନିଟ୍ ଭିତରେ ସମସ୍ତ ଛାତ୍ର ଏବଂ ଶିକ୍ଷକମାନେ ବିଦ୍ୟାଳୟରେ ପ୍ରବେଶ କଲେ। ଠିକ୍ 9ଟାରେ ଘଣ୍ଟାନାଦ ହେଲା ଏବଂ ପାଠପଢା ଆରମ୍ଭ ହେଲା। ମାଧବ ତୃତୀୟ ଦିବସେ କଥମ୍ ବିସ୍ମିତଃ ଅଭବତ୍, ତୃତୀୟ ଦିବସରେ ମାଧବ 15 ମିନିଟ୍ ଆଗୁଆ ବିଦ୍ୟାଳୟକୁ ଯାଇଥିଲା ଏବଂ ସେ ସେଦିନ ଖୁସି ଥିଲା ଯେ ସେ ଶୀଘ୍ର ବିଦ୍ୟାଳୟକୁ ଆସିଛି। କିନ୍ତୁ ତଥାପି ଶିକ୍ଷକ ତାକୁ କହିଲେ, ତୁମର ସମୟ ଜ୍ଞାନ ନାହିଁ। ଏହା ଶୁଣି ମାଧବ ବିସ୍ମିତ ହୋଇଥିଲା। ଶିକ୍ଷକ ସସ୍ମିତମ୍ ମାଧବମ୍ କିମ୍ ଅବୋଧୟତ୍, ଶିକ୍ଷକ ହସିକିରି ଯେତେବେଳେ ତୃତୀୟ ଦିବସରେ ମାଧବକୁ ଶିକ୍ଷକ କହିଲେ ଯେ ତୁମର ସମୟ ଜ୍ଞାନ ନାହିଁ, ସେତେବେଳେ ମାଧବ ଶିକ୍ଷକଙ୍କୁ କହିଲା ଯେ ହେ ମହାଶୟ, ମୁଁ ଆଜି 15 ମିନିଟ୍ ଆଗୁଆ ଆସିଛି। କିନ୍ତୁ ଶିକ୍ଷକ କହିଥିଲେ ଯେ ତୁମେ ଏତେ 15 ମିନିଟ୍ ଆଗୁଆ ଆସିକିରି କ'ଣ କଲ, ଗେଟ୍ ପାଖରେ ହିଁ ଛିଡ଼ା ହେଇ ରହିଲ, ଏଇ ସମୟରେ ତୁମେ କିଛି ପଢି ପାରିଥାନ୍ତ। ଏହା ଶୁଣି ମାଧବ କ'ଣ ହେଲା, ଶିକ୍ଷକ ହସିକିରି ମାଧବକୁ ଏହା ହିଁ ବୁଝାଇ ଦେଇଥିଲେ ହେଲା। ଏବେ ଆମେ 2 ନମ୍ବର କରିବା। ମାନବସ୍ୟ ମହାନ ଗୁଣଃ କଃ, ସମୟାନୁବର୍ତ୍ତିତା।
ଭାରତୀୟାନାं ସମୟ ଜ୍ଞାନम ନାସ୍ତି ଇତି କେ ବଦନ୍ତି କେଚନ ମୂଢ଼ାଃ ବା କେତେ ଜଣ ମୂର୍ଖ ବ୍ୟକ୍ତି। ଓଡ଼ିଶା ରାଜ୍ये କସ୍ୟ ଗଣନାନୁସାରମ୍ ପଞ୍ଚାଙ୍ଗମ୍ ପ୍ରଚଳତି। ଓଡ଼ିଶା ରାଜ୍ୟରେ ସାମନ୍ତ ଚନ୍ଦ୍ରଶେଖରଙ୍କର ଗଣନା ଅନୁସାରେ ପଞ୍ଚାଙ୍ଗ କଣ ପ୍ରଚଳିତ ହଉଛି। ଭାରତୀୟ ସମୟ ଗଣନାନୁସାରଣ ଭାରତବର୍ଷେ କିମ୍ ପ୍ରଚଳତି। ଭାରତବର୍ଷରେ ପଞ୍ଜିକା ପ୍ରଚଳିତ ହେଉଛି। ଭାରତୀୟ ସମୟ ଗଣନା ଅନୁସାରେ ଭାରତବର୍ଷରେ ହିଁ ପଞ୍ଜିକା ପ୍ରଚଳିତ ହେଉଛି। ଲଜ୍ଜିତः ମାଧବ ଶିକ୍ଷକस्य ସମୀପେ କିମ୍ କୃତବାନ୍ କ୍ଷମାଯାଚନାं କୃତବାନ୍। ତସ୍ମିନ୍ ସମये ଘଣ୍ଟାନାଦः ଜାତः ଠିକ୍ 9টাରେ। ବିଦ୍ୟାଳୟସ୍ୟ ସେବକः କଦା ଆଗଛତ୍ ଠିକ୍ 9ଟା ବାଜିବାକୁ 5 ମିନିଟ୍ ଥିଲା। 55 ନବବାଦନେ। ବିଦ୍ୟାଳୟସ୍ୟ କିମ୍ ପିହିତମ୍ ଆସୀତ୍। ବିଦ୍ୟାଳୟର ମୁଖ୍ୟ ଦ୍ୱାର କଣ ଥିଲା ବନ୍ଦ ଥିଲା ହେଲା। ତାପରେ ତୃତୀୟ ଦିବସେ ମାଧବः ବହୁ ପ୍ରୟାସନ କସ୍ମିନ୍ ସମये ବିଦ୍ୟାଳୟମ୍ ଆଗଛତ୍। 15 ମିନିଟ୍ ଆଗୁଆ ହେଲା। ଗ୍ରାମ ବିଦ୍ୟାଳୟ କହ ପାଠମ୍ ସମାପ୍ୟ ଉଚ୍ଚ ବିଦ୍ୟାଳୟମ୍ ଆଗଛତ୍ ମାଧବः। ବୁଝିହେଲା। ଆଚ୍ଛା ତାପରେ ଆମେ ସନ୍ଧି ବିଚ୍ଛେଦ କରିବା। କକ୍ଷାରମ୍ଭः କକ୍ଷ ଯୁକ୍ତ ଆରମ୍ଭः। କକ୍ଷାୟାମ୍ ଯୁକ୍ତ ଉପସ୍ଥିତାଃ। ପ୍ରାଦଦାତ୍ ପ୍ର ଯୁକ୍ତ ଅଦଦାତ୍। ପ୍ରାପ୍ତୁମ୍ असौ ପ୍ରାପ୍ତୁମ୍ ଯୁକ୍ତ असौ। ନାଗच्छति ନ ଯୁକ୍ତ ଆଗच्छति। କେନାପି କେନ ଯୁକ୍ତ अपि। ତମନ୍ତରେଣ ତମ୍ ଯୁକ୍ତ ଅନ୍ତରେଣ। କଶ୍ଚିତ୍ କହ ଯୁକ୍ତ ଚିତ୍ ହେଲା। ସନ୍ଧିମ୍ କୁରୁତ ପିହିତମ୍ ଯୁକ୍ତ ଆसीତ୍ ପିହିତମ୍ ଆसीତ୍। ଶିକ୍ଷକାଃ ଯୁକ୍ତ च ଶିକ୍ଷକାଶ୍ଚ। एकः ଯୁକ୍ତ अपि एकोऽपि। पुनः ଯୁକ୍ତ ଅବଦତ୍ ପୁନରବଦତ୍। ଆଗମନମ୍ କଣ ଦେଇଛି ସେଠି ଆଗମନମ୍ ଯୁକ୍ତ अपि ଆଗମନମ୍ ଅପି। ତାପରେ ଦ୍ୱାରମ୍ ଯୁକ୍ତ ଅଭିତଃ ଦ୍ୱାରମ୍ ଯୁକ୍ତ ଅଭିତଃ ଦ୍ୱାରମ୍ ଅଭିତଃ। ଶାସ୍ତ୍ର ଯୁକ୍ତ ଅଧ୍ୟୟନମ୍ ଶାସ୍ତ୍ରାଧ୍ୟୟନମ୍। କ୍ଷଣମ୍ ଯୁକ୍ତ अपि କ୍ଷଣମ୍ अपि। ବିଳମ୍ବः ଯୁକ୍ତ ନ ବିଳମ୍ବୋ ନ। ନ ଯୁକ୍ତ अस्ति ନାସ୍ତି ହେଲା। 5 ନମ୍ବର କଣ ଅଛି ରେଖାଙ୍କିତ ପଦାନାମ୍ ବିଭକ୍ତି ନାମ ଲେଖ। ସର୍ବାଣୀ ଦ୍ୱିତୀୟା ବିଭକ୍ତି। ସହ ପ୍ରଥମା ବିଭକ୍ତି। ଭୋ ଛାତ୍ର ପ୍ରଥମା ବିଭକ୍ତି। ଛାତ୍ରାଣାମ୍ ଷଷ୍ଠୀ ବିଭକ୍ତି। କ୍ରମେଣ ତୃତୀୟା ବିଭକ୍ତି ହେଲା। କେବଳ ବିଭକ୍ତି ଚିହ୍ନ ଦେଇଛି ଲେଖିବା ପାଇଁ ତେଣୁ ଆମେ କେବଳ ବିଭକ୍ତି ନାମ ଗୁଡିକ ଲେଖିଲେ। 6 ନମ୍ବର ରେଖାଙ୍କିତ ପଦାନାମ୍ ବିଭକ୍ତି କାରଣମ୍। ସ ଏଟା ହେଲା କର୍ତ୍ତରୀ ପ୍ରଥମା। ବିଳମ୍ବେନ କରଣେ ତୃତୀୟା। ମନସି ଅଧିକରଣେ ସପ୍ତମୀ। କାଳେନ ମାର୍ଗ ବା କାଳବାଚକ ଶବ୍ଦର ତୃତୀୟା ବିଭକ୍ତି। ଓଡ଼ିଶା ରାଜ୍ये ସ୍ଥାନାଧିକରଣେ ସପ୍ତମୀ ହେଲା। ତାପରେ ବାକ୍ୟାନି ରଚୟ। ଦତ୍ତବାନ୍ ଶିକ୍ଷକः ଛାତ୍ରମ୍ ପ୍ରଶ୍ନାନ୍ ଦତ୍ତବାନ୍। ତସ୍ମୈ ଭିକ୍ଷୁକାୟ କିଞ୍ଚିତ୍ ଦେହି ସେଇ ଭିକ୍ଷୁକକୁ କିଛି ଦିଅ। ପୂର୍ବମ୍ ଅହମ୍ ଅଧ୍ୟୟନମ୍ ଅକୁର୍ବମ୍ ହେଲା ପୂର୍ବରୁ ମୁଁ ଅଧ୍ୟୟନ କରିଥିଲି। ଛାତ୍ରାः କ୍ରମେଣ ବିଦ୍ୟାଳୟମ୍ ଆଗच्छन्ति। ଶିକ୍ଷକस्य ପୁରତଃ ପ୍ରଶ୍ନମ୍ ମା କୁରୁ। ବିଦ୍ୟାମ୍ ଅନ୍ତରେଣ ଜୀବନମ୍ ବୃଥା ହେଲା। ଦେଖିକି ପିଲାମାନେ ଛୋଟ ଛୋଟ ବାକ୍ୟ କଲେ ବେଶୀ ଭୁଲ ହବ ନାହିଁ। ମାଧବः କଦା କକ୍ଷାରମ୍ଭः ଇତି ସୂଚନାଂ ପ୍ରାପ୍ତବାନ୍ ନବବାଦନେ ନାଇଁ କି। ତାପରେ କହ ମାଧବାୟ କକ୍ଷାମ୍ ଉପବେଷ୍ଟୁମ୍ ଅନୁମତିଂ ପ୍ରଦଦାତ୍ ଶିକ୍ଷକः। 2ଟା। କଦା ଘଣ୍ଟାନାଦः ଜାତଃ। ଘଣ୍ଟାନାଦ କେତେବେଳେ ହେଲା ଠିକ୍ ନବବାଦନେ 9ଟାରେ ହେଲା। କହ ଇଣ୍ଡିଆନ୍ ଟାଇମ୍ ଇତି ଉକ୍ତ୍वा ଆତ୍ମପ୍ରବଞ୍ଚନମ୍ କୁର୍वन्ति ମୂଢ଼ାଃ ମୂଢ଼ ଲୋକମାନେ। କହ ଶିକ୍ଷକस्य ସମୀପେ କ୍ଷମାଯାଚନାଂ କୃତବାନ୍ ମାଧବः ହେଲା। ମାଧବः ଠିକ୍।
तापरे शून्यस्थानं पूरयत डैश अध्ययनं कर्तुं शक्यं किंचित किंचित अध्ययनं कर्तुं शक्य पूर्वमागमनमपि न साधु अद्य अहं विलम्बेन नागच्छामि मम मनसि दुःखं छात्राणां पुरतः सः लज्जितः अभवत् ହେଲା ତାହେଲେ ଟିକେ ଅଧିକ ସମୟ ପିଲାମାନେ ହେଇଗଲା ହେଲେ ବି ସୁଦ୍ଧା ଆମେ ପ୍ରଶ୍ନ ଆନ୍ସର କଲେ ଏବଂ ଅଳ୍ପ କିଛି ବାକି ଥିଲା ତାକୁ ପଢେଇଲେ ତୁମେ ମାନେ ଘରେ ଏଇ ଅଭ୍ୟାସଟିକୁ କରିବ ହେଲା ଅଭ୍ୟାସ କରିବ ଏହାପରେ ଆଉ ଗୋଟେ ପିରିୟଡରେ ଆମେ ଆଉ ନୂଆ ପାଠ ନେଇକି ଆସିବା ଆଜି ପାଇଁ ଏଇଠି ରଖିବା।